ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଆଜି ଦିନର ସୁନ୍ଦର ଟ୍ରିପ୍ସଟି। ଆଜି ଆମେ ଜାଣିବା ହୃଦୟ ରୋଗ ପାଇଁ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ଶରୀର ଯେତେବେଳେ ଆମେ ଧାରଣ କରିଛେ ନିଶ୍ଚିତ ରୂପରେ ରୋଗ ଅଛି, ଗାଡ଼ି ଅଛି, ଗ୍ୟାରେଜ ଅଛି। ତାହେଲେ ଲାଲ କିତାବ ଅନୁସାରେ ଯଦି ଆମେ ହୃଦୟ ରୋଗ ପାଇଁ ପ୍ରତିକାର କରୁଛେ ନିଶ୍ଚିତ ରୂପରେ ଆପଣଙ୍କୁ ସହଯୋଗ କରିବ। ଏହା ମୋର 15-20 ବର୍ଷର ଅନୁଭବ। ଯେଉଁ ବ୍ୟକ୍ତିଙ୍କର ହୃଦୟ ରୋଗ ଦେଖାଦେଉଛି 5ଟି ରୁଦ୍ରାକ୍ଷ 5 ମୁଖୀ ନିଅନ୍ତୁ, ଲାଲ ରଙ୍ଗର ହକି ନିଅନ୍ତୁ, 1.5 ମିଟର କପଡ଼ା ନିଅନ୍ତୁ ଏବଂ ସେଥିରେ 8ଟି ଲଙ୍କା, ଶୁଖିଲା ଲଙ୍କା ରଖନ୍ତୁ। ଶୁଖିଲା ଲଙ୍କା, ହକେକ୍ ଏବଂ ରୁଦ୍ରାକ୍ଷକୁ ଭଲ ଭାବରେ ନାଲି କପଡ଼ାରେ ବାନ୍ଧି ଦିଅନ୍ତୁ। ମୁଣ୍ଡ ତଳେ ଦେଇ ରାତିରେ ଶୟନ କରନ୍ତୁ। ସକାଳୁ ଉଠିଲା ପରେ ମୁଣ୍ଡ ଉପରେ 3 ଥର ଆଣ୍ଟି କ୍ଲକୱାଇଜ ବୁଲାଇ ବହୁଥିବା ପାଣିରେ ସମର୍ପଣ କରିଦିଅନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳ ହେବ, ସୁସ୍ଥ ଶରୀର ରହିବ, ଦୀର୍ଘଜୀବୀ ହେବେ। ଏହା ଥିଲା ଆଜି ଦିନର ସୁନ୍ଦର ଟିପ୍ସଟି ହୃଦୟ ରୋଗ ନିମିତ୍ତ। ଏବେ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟରେ। 19 ଅଗଷ୍ଟ 2026 ମସିହା, ଶ୍ରାବଣ ମାସ, ଶୁକ୍ଳ ପକ୍ଷ, ସପ୍ତମୀ ତିଥି, ସ୍ୱାତି ନକ୍ଷତ୍ର, ପ୍ରାତଃ 6ଟା 46 ପର୍ଯ୍ୟନ୍ତ ଭୋଗ ହେବ, ତତ୍ପଶ୍ଚାତ ବିଶାଖା ନକ୍ଷତ୍ର, ବୁଧବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 5ଟା 29 ଠାରୁ 8ଟା 39 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ, ତତ୍ପଶ୍ଚାତ ପ୍ରାତଃ 10ଟା 15 ଠାରୁ 11ଟା 47 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ପୁନଃ ସାୟଂ 3ଟା 1 ଠାରୁ 6ଟା 12, ରାତ୍ର 7ଟା 36 ଠାରୁ 11ଟା 50 ପର୍ଯ୍ୟନ୍ତ ଶୁଭ ସମୟ ଭୋଗ ହେବ। ଆଜି ଦିନ ରାହୁ କାଳ ସମୟ ପ୍ରାତଃ 11ଟା 48 ଠାରୁ ମଧ୍ୟାହ୍ନ 1ଟା 26 ପର୍ଯ୍ୟନ୍ତ ରାହୁ କାଳ ସମୟ ଭୋଗ ହେବ, ଟିକେ ସାବଧାନ। ଆଜି ଦିନର ଘାତ ବାର, କର୍କଟ ରାଶିକୁ ଘାତ ବାର ଅଛି, ଟିକେ ସାବଧାନ ରହିବା। ଆଜି ଦିନର ଘାତ ଚନ୍ଦ୍ର ସିଂହ, କନ୍ୟା ଓ ମକର ରାଶି। ମହିଳାମାନଙ୍କ ପାଇଁ ଘାତ ଚନ୍ଦ୍ର ବାଣୀ, ବ୍ୟବହାର, ସ୍ୱାସ୍ଥ୍ୟ, ନିଜ କାର୍ଯ୍ୟ ପ୍ରତି ଫୋକସ ରଖନ୍ତୁ। ଏହା ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟରେ। ପ୍ରିୟ ଦର୍ଶକ ବନ୍ଧୁ, ବିଶାଖା ନକ୍ଷତ୍ର ତୁଳା ରାଶିର ଶେଷ ନକ୍ଷତ୍ର ଏବଂ ବିଛା ରାଶିର ପ୍ରଥମ ନକ୍ଷତ୍ର ଅଟେ। ତାହେଲେ ଆଜି ଆମେ ଜାଣିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ ଫଳାଫଳ ଅଛି। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିଙ୍କ ରାଶି ହେଉଛି ନାମ ରାଶି ହଉ ବା ରାଶି ହଉ ମେଷ ରାଶି, ବାଣୀକୁ ଟିକେ ନିୟନ୍ତ୍ରଣ ରଖିବା। ଅର୍ଥ ଯୋଗ ଅଛି, କର୍ମ ଯୋଗ ମଧ୍ୟ ଅଛି ଦେଖାଦେଉଛି। ଦାମ୍ପତ୍ୟ ଜୀବନରେ ଆନନ୍ଦ ସୁଖ ମଧୁମୟ ଦେଖାଦେବ, ଶରୀର ଉପଶମ ଦେଖାଦେବ। ଏତଦ୍ ବ୍ୟତୀତ କର୍ତ୍ତବ୍ୟତା, ନିଷ୍ଠା ଏବଂ ବିଚାରତାକୁ ଶୁଦ୍ଧ ରଖନ୍ତୁ। ଆଜିର ଲକି ନମ୍ବର୍ସ 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ, ସୁଖର ଦିନ କଟିବ। ବୃଷ ରାଶି, ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବଢ଼ିବ, ଟିକେ ଧ୍ୟାନ ଦେବେ। ଆନନ୍ଦ ମଧ୍ୟରେ ମନରେ ଆନନ୍ଦ ଦେଖାଦେବ। ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା ଆଦରତା ରଖନ୍ତୁ, କୌଣସି କଥାକୁ ଛୁପାନ୍ତୁ ନାହିଁ। ଶତ୍ରୁ କେହି ନାହିଁ, ମନରୁ କେହି ଶତ୍ରୁ, ସବୁ ଠିକ୍ ହେଇଯିବ। ଅପେକ୍ଷା, ଶରଣାଗତ, ସମର୍ପିତ ଏବଂ କର୍ତ୍ତବ୍ୟତା ବହୁତ ଆଜି ଆବଶ୍ୟକତା ଅଛି। ଆଜିର ଲକି ନମ୍ବର୍ସ 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଭକ୍ତିପୂତ ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ମିଥୁନ ରାଶି, ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି ଡିସିସନ୍ ନେଉଛନ୍ତି ଜଲ୍ଦବାଜି ହୁଅନ୍ତୁନି, ଜିଦି ମଧ୍ୟ କରନ୍ତୁନି, ଧୈର୍ଯ୍ୟର ସହିତ କରନ୍ତୁ ଏବଂ କାହାରି କଥାରେ ପଡ଼ି କୌଣସି ବ୍ୟକ୍ତିକୁ ସହଯୋଗ କରିବାକୁ ଯାଇ ନିଜେ ଫସି ଯାଇପାରନ୍ତି। ଖର୍ଚ୍ଚ ଅନାବଶ୍ୟକତା କ୍ଷେତ୍ରରେ ଦେଖାଦେବ, ଦୂର ଦୂରାନ୍ତ ଯାତ୍ରା ରହିବ। ଆଜିର ଲକି ନମ୍ବର୍ସ 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ।
ଗଣେଶ ଅଥର୍ବଶୀର୍ଷ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ କଟିବ। କର୍କଟ ରାଶି, ଇନକମ୍ ସୋର୍ସରେ ବେଟର ରହିବ। କର୍ମକ୍ଷେତ୍ରରେ ସଫଳତା ଦେଖାଦେବ। ଗୃହ କାର୍ଯ୍ୟରେ ଯଥେଷ୍ଟ ଲାଭବାନ ହେବେ। ବୁଦ୍ଧି, ବାଣୀ, ବିଦ୍ୟା ପ୍ରତି ଟିକେ ଫୋକସ୍ ରଖନ୍ତୁ। ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ପେଟ ଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି। ଲଭ୍ ମ୍ୟାଟର ବାଧା ଆସିପାରେ। ସନ୍ତାନଙ୍କ ସହିତ ଆର୍ଗୁମେଣ୍ଟ କରନ୍ତୁ ନାହିଁ। ଯାହା ମିଳୁଛି ସନ୍ତୁଷ୍ଟି ଏବଂ ଶାନ୍ତି ହୁଅନ୍ତୁ। ଆଜିର ଲକି ନମ୍ବର୍ସ 3, ଲକି କଲର୍ସ ୟେଲୋ, ଲକି ଡାଇରେକ୍ସନ ନର୍ଥ ଇଷ୍ଟ। ପ୍ରଶସ୍ତ ବୃକ୍ଷ ମୂଳରେ ଜଳଗୁଡ଼ ଦାନ କରନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ର ଜପ କରନ୍ତୁ, ସୁଖ ଦିନ କଟିବ। ସିଂହ ରାଶି, ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଇନକମ୍ ସୋର୍ସରେ ଠିକଠାକ୍ ରହିବ। କର୍ମକ୍ଷେତ୍ରକୁ ଟିକେ ଜଗିବାକୁ ପଡ଼ିବ। ବୟୋଜ୍ୟେଷ୍ଠ ବ୍ୟକ୍ତିକୁ ସମ୍ମାନ ଦିଅନ୍ତୁ। ଏତଦ ବ୍ୟତୀତ ଡିସିସନ୍ କୌଣସି ନେଉଛନ୍ତି, ଗଲତ ଡିସିସନ୍ ବା ଜଲ୍ଦବାଜି ହୁଅନ୍ତୁ ନାହିଁ। କ୍ରୋଧକୁ ତ୍ୟାଗ କରନ୍ତୁ। କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରନ୍ତୁ। ମାତା ପିତାଙ୍କୁ ଶ୍ରଦ୍ଧା ଆଦର କରନ୍ତୁ। ଆଜି ବହୁତ ମନେ ପଡ଼ିବ। ଆଜିର ଲକି ନମ୍ବର୍ସ 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। କନ୍ୟା ରାଶି, କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, କ'ଣ କଲେ ବେଟର ହେବ, ଭାବିଚିନ୍ତି କାର୍ଯ୍ୟ କରିବେ। ଜଲ୍ଦବାଜି, ଜଲ୍ଦି ବିଶ୍ୱାସ କରିବା, ଧୋକା ଖାଇଯାଇପାରନ୍ତି ଏବଂ ଅସନ୍ତୁଷ୍ଟତା ହେବା ଉଚିତ ନୁହେଁ। ଯଦି ଆପଣ କାହାକୁ ସାହାଯ୍ୟ କରୁଛନ୍ତି, ଆଜି ନିଶ୍ଚିତ ରୂପେ କେହି ନା କେହି ସାହାଯ୍ୟ କରିବ, ଅନ୍ୟଥା ଦୁଃଖୀ ହେବା ଉଚିତ ନୁହେଁ। ଆଜିର ଲକି ନମ୍ବର 6, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଗଣେଶ ଅଥର୍ବଶୀର୍ଷ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ କଟିବ। ତୁଳା ରାଶି, ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ପରିବାର କୁଟୁମ୍ବକୁ ଶ୍ରଦ୍ଧା, ଆଦରତା, ବିଶ୍ୱାସତା, ସମର୍ପିତତା ବହୁତ ଆବଶ୍ୟକତା ଅଛି। ପତି ପତ୍ନୀ ମଧ୍ୟରେ ଯଥେଷ୍ଟ ଆନନ୍ଦ ଦେଖାଦେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଆଜିର ଲକି ନମ୍ବର୍ସ 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ଶ୍ୱାନକୁ ଖାଇବାକୁ ଦିଅନ୍ତୁ। କୁଶ ଜଳ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ, ସୁଖ ଦିନ କଟିବ। ବିଛା ରାଶି, ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଖର୍ଚ୍ଚ ବଢ଼ୁଛି। ଦୂରଯାତ୍ରା ଅପେକ୍ଷାକୃତ ପତି ପତ୍ନୀ ମଧ୍ୟରେ ଆନନ୍ଦ ସୁଖ ଦେଖାଦେବ ଏବଂ କୌଣସି କାର୍ଯ୍ୟ କରୁଛନ୍ତି, ଜଲ୍ଦବାଜି ହେବା ଉଚିତ ନୁହେଁ। ଡିସିସନ୍ ଟିକେ ଭାବିଚିନ୍ତି ନେବା ଆବଶ୍ୟକତା ଅଛି। ଆଜିର ଲକି ନମ୍ବର୍ସ, ଲକି ନମ୍ବର 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ନିଶ୍ଚିତ ମଙ୍ଗଳ ହେବ, ସଫଳତା ଦେଖାଦେବ। ଧନୁ ରାଶି, ଖର୍ଚ୍ଚ ବଢ଼ିବ ଏବଂ ମାନସିକ ଶାନ୍ତି ଏବଂ ସନ୍ତୁଷ୍ଟି ରଖିବା, ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ଆଜି ବହୁତ ଆବଶ୍ୟକତା ଅଛି। ନଜର ହଟା, ଦୁର୍ଘଟଣା ଘଟା, ସାବଧାନ। ଗାଡ଼ି ଘୋଡ଼ା ଚଳିବା ପାଇଁ ସାବଧାନ। କାହାରି ବ୍ୟକ୍ତିଗତ କଥାରେ କଥା କହିବା ପାଇଁ ତଥାପି ସାବଧାନ ଏବଂ ରିସ୍କ ନିଅନ୍ତୁ। ଯଦି ଦୂରଯାତ୍ରା କରୁଛନ୍ତି ବା ପ୍ରୟାସ କରୁଛନ୍ତି, ସୁସ୍ଥ ମନ, ସୁସ୍ଥ ଶରୀର ରକ୍ଷା ପାଇଁ ଚେଷ୍ଟା କରନ୍ତୁ। ଆଜିର ଲକି ନମ୍ବର୍ସ 4, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ଭଗବତୀ ଜଗଦମ୍ବା, ଜଗତ ମାତା, ଜଗତ କଲ୍ୟାଣୀ ମୟୀ କୃପାଲୁମୟୀ ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ। ନବାର୍ଣ୍ଣ ମନ୍ତ୍ରକୁ ଜପ କରନ୍ତୁ। ସ୍ୱର୍ଗତ ପିତୃ ଲୋକଙ୍କୁ ତର୍ପଣ କର, ସୁଖ ଦିନ କଟିବ। ମକର ରାଶି, ମକର ରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, ପ୍ଲାନିଂ ଅନୁସାରେ କରନ୍ତୁ। ଅଧିକ ଆଶାବାଦୀ ହେବା ବା କୌଣସି ସ୍ୱାର୍ଥକୁ ନେଇ ଚାଲୁଛନ୍ତି, ତାହେଲେ କଷ୍ଟ ଦେଖାଦେବ। କର୍ମକ୍ଷେତ୍ର ବହୁତ ଭଲ ରହିବ। ବାସ୍ ନିଜ ପ୍ରତି ବିଶ୍ୱାସ ଆଉ ଧୈର୍ଯ୍ୟ ଆବଶ୍ୟକତା ଅଛି। ଅଧୈର୍ଯ୍ୟ ହେବା ଉଚିତ ନୁହେଁ। ସନ୍ତାନକୁ ନେଇ ଚିନ୍ତା ଦେଖାଦେବ। ଗୃହ କାର୍ଯ୍ୟରେ ଖର୍ଚ୍ଚ ବଢ଼ିବ। ନିଜର ମାନବିକତା, ମର୍ୟାଦା ପ୍ରତି ଧ୍ୟାନ ଦିଅନ୍ତୁ। ଆଜିର ଲକି ନମ୍ବର୍ସ 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ ସାଉଥ। ଭଗବତୀ ଜଗଦମ୍ବା, ଜଗତ ମାତା, ଜଗତ କଲ୍ୟାଣୀ ମୟୀ କୃପାଲୁମୟୀ ମା ବଗଳାମୁଖୀଙ୍କର ମନ୍ତ୍ରକୁ ଜପ କରନ୍ତୁ, ସୁଖ ଦିନ କଟିବ। କୁମ୍ଭ ରାଶି, କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ଅଛି। ଗୃହ କାର୍ଯ୍ୟରେ ସଫଳତା ଦେଖାଦେବ। ନୂତନ ଦ୍ରବ୍ୟ ବସ୍ତୁ ପଦାର୍ଥ କ୍ରୟ କରିପାରନ୍ତି।
କର୍ମକ୍ଷେତ୍ର ପ୍ରତି ଫୋକସ୍ ରଖନ୍ତୁ। ଭାଗ୍ୟର ପରିବର୍ତ୍ତନତା ଆସିବ। କିଛି ନୂତନ କାର୍ଯ୍ୟ ପ୍ରାରମ୍ଭ କରିବାକୁ ଯାଉଛନ୍ତି ବା ପ୍ଲାନ୍ କରୁଛନ୍ତି, ନିଶ୍ଚିତ ସଫଳତା ଦେଖାଦେବ। କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ବା କୌଣସି ଏକ୍ଜାମ୍ ଦେଉଛନ୍ତି, ନିଶ୍ଚିତ ରୂପରେ ବିଜୟ ହେବେ। କିନ୍ତୁ କର୍ତ୍ତବ୍ୟତା, ଧୈର୍ୟତା, ଆଚାର ବିଚାର, ବ୍ୟବହାର ଏବଂ ବହୁମୂଲ୍ୟ ସମୟ ପ୍ରତି ଫୋକସ୍ ରଖନ୍ତୁ। ଆଜିର ଲକି ନମ୍ବର 9, ଲକି କଲର୍ସ ରେଡ୍, ଲକି ଡାଇରେକ୍ସନ୍ ସାଉଥ୍। ବଗଲାମୁଖୀ ମାତାଙ୍କର ମନ୍ତ୍ରକୁ ଜପ କରନ୍ତୁ। ଏତଦ୍ ବ୍ୟତୀତ ଗୃହରେ ଗୃହ ଦେବତା, ଇଷ୍ଟ ଦେବତାଙ୍କ ନାମରେ ଦୀପଟେ ଜାଳନ୍ତୁ। ସୁଖର ଦିନ କଟିବ। ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥର ଆଗମନ, କୁଟୁମ୍ବରେ ଖର୍ଚ୍ଚ, କୁଟୁମ୍ବରେ ଆନନ୍ଦ ଦେଖାଦେବ। ପରାକ୍ରମ କ୍ଷେତ୍ରରେ ବିଜୟ ପ୍ରାପ୍ତି। କୌଣସି ବାହ୍ୟ ବ୍ୟକ୍ତିଙ୍କ ଦ୍ୱାରା ଆପଣ ଘର ଭିତରେ କିଛି ପରିବେଶ ଅସନ୍ତୁଷ୍ଟତା ହେବାକୁ ଯାଉଅଛି ବା ଭାଇ ଭଉଣୀ ମଧ୍ୟରେ ଶ୍ରଦ୍ଧା ଆଦରତା ରଖନ୍ତୁ। ଏତେ ଅବିଶ୍ୱାସତା ଭିତରେ ଟିକେ ଦ୍ୱନ୍ଦ୍ୱତା ଦେଖାଦେବ। ସ୍ୱାସ୍ଥ୍ୟ ଉତ୍ତମ ରହିବ। ଓଭର କନଫିଡେନ୍ସ ଆପଣଙ୍କୁ କଷ୍ଟ ଦେବ। ଏତଦ୍ ବ୍ୟତୀତ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଆଦର କରନ୍ତୁ। ଆଜିର ଲକି ନମ୍ବର 4, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ୍ ସାଉଥ୍ ୱେଷ୍ଟ। ଭଗବାନ ଗୋମାତାକୁ ସେବା କରନ୍ତୁ। ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ। କୌଣସି ଭିକ୍ଷୁକ, ବ୍ରହ୍ମଚାରୀ, ଆଚାର୍ଯ୍ୟ ବା କୌଣସି ସାଧୁ ସନ୍ଥଙ୍କୁ ଅପମାନିତ କରନ୍ତୁନି। ଶ୍ରଦ୍ଧା କରନ୍ତୁ, ଆଦର କରନ୍ତୁ, ଭକ୍ତି କରନ୍ତୁ। ନିଶ୍ଚିତ ରୂପରେ ତାଙ୍କ ଦ୍ୱାରା ହିଁ ମଙ୍ଗଳ ହେବ। ତଥା ଯଦି ଏମାନଙ୍କୁ କିଛି ଆଜି ଅପମାନିତ, ଅସମ୍ମାନିତ କରୁଛନ୍ତି, ନିଶ୍ଚିତ ରୂପରେ ଅଭିଶପ୍ତତା ଦେଖାଦେବାର ସମ୍ଭାବନା ଦେଖାଦେଉଛି। ପ୍ରିୟ ଦର୍ଶକ ବନ୍ଧୁ, ଏତଦ୍ ଥିଲା ଆଜି ଦିନର 12ଟା ରାଶିଫଳ। ଆଜି ତ ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ରଖୁଛୁ। ପୁଣି ଦେଖା ନଥାଏ। ଜୟ ଜଗନ୍ନାଥ, ନମସ୍କାର।